ସେତେବେଳେ ନାରଦ ମହାମୁନି ତାଙ୍କ ପାଖରେ ଯାଇ ଉପସ୍ଥିତ ହେଲେ। କହିଲେ ପ୍ରଭୁ ଏ ଜଗତ ପିତା ଅନ୍ତର୍ଯ୍ୟାମୀ, ଏ ଜଗତରେ ସବୁଠାରୁ ଆପଣଙ୍କର ପ୍ରିୟ ଭକ୍ତ କିଏ? ଯେତେବେଳେ ନାରଦ ମହାମୁନି ଏଇଭଳି ଭାବ ରଖି ପ୍ରଭୁଙ୍କ ପାଖରେ ନିଜର ଏକ ପ୍ରଶ୍ନ ସୂଚକ ରଖିଲେ, ନାରଦ ମହାମୁନିଙ୍କର ଏହି ପ୍ରଶ୍ନରେ ପ୍ରଭୁ ନାରାୟଣ କୌଣସି ଉତ୍ତର ଉପସ୍ଥାପନା କରିଲେ ନାହିଁ, ଶାନ୍ତ ହୋଇ ରହିଗଲେ। ଯେତେବେଳେ ଶାନ୍ତ ହୋଇ ରହିଗଲେ, ନାରଦ ମହାମୁନି ନିଜକୁ ଭାବିଲେ ଯେ ପ୍ରଭୁ ମୋ କଥା କିଛି ଶୁଣି ପାରିଲେନି, ବୋଧେ ମୋ ପ୍ରଶ୍ନର କିଛି ଉତ୍ତର ଦେଲେନି। ଆଉ ଥରେ ପୁଣି ନାରଦ ମହାମୁନି ପଚାରିଲେ, ହେ ବିଶ୍ୱପିତା, ଯେ ମୋ ପ୍ରଶ୍ନର କୌଣସି ଉତ୍ତର ପାଇଲି ନାହିଁ। ସେତେବେଳେ ପ୍ରଭୁ ସ୍ୱୟଂ ନାରାୟଣ ନେତ୍ରରେ ଟିକେ ନାରଦ ମହାମୁନିକୁ ଚାହିଁ ଦେଲେ। ଚାହିଁଲା ପରେ ଯେତେବେଳେ ଚାହିଁ ଦେଇଛନ୍ତି, ସେତେବେଳେ ନାରଦ ମହାମୁନି ସେ ପ୍ରଶ୍ନଟିକୁ ଆଉ ଥରେ ପଚାରିଲେ, ହେ ପ୍ରଭୁ, ହେ ଅନ୍ତର୍ଯ୍ୟାମୀ, ଆପଣ ତ୍ରିଲୋକପତି, ଏ ସଂସାରରେ ଆପଣଙ୍କ ପରମ ଭକ୍ତ କିଏ? ଯେତେବେଳେ ଏତିକି କହିସାରିଛନ୍ତି, ପ୍ରଭୁ ନାରାୟଣ ଟିକେ ହସିଦେଲେ। ଯେତେବେଳେ ହସିଦେଲେ, ନାରଦ ମହାମୁନି ଟିକେ ନିଜକୁ ଲଜ୍ଜିତ ମନେ କରିଲେ। କାହିଁକି ନା ନାରଦ ମହାମୁନି ଭାବିଲେ ଯେ ସଂସାରରେ ଆଉ ଜଣେ କିଏ ପରମ ଭକ୍ତ ଅଛି। ପ୍ରଭୁଙ୍କ ସାଙ୍ଗେ ସାଙ୍ଗେ ତୁରନ୍ତ ପ୍ରଶ୍ନ କରିଲେ, ହେ ପ୍ରଭୁ, ଏ ସଂସାରରେ ଏମିତି କିଏ ଏମିତି ଭକ୍ତ ଅଛି ଯେ ଯାହାକି ମୁଁ ଆପଣଙ୍କ ପରମ ଭକ୍ତ ହେଇପାରିବି ନାହିଁ? ଆଉ ଥରେ ପୁଣି ହସିଦେଲେ। ନାରଦ ମହାମୁନି ନିଜକୁ ଲଜ୍ଜିତ କରି କହିଲେ, ମୁଁ କି ଅପରାଧ କରିଛି ଯେ ପ୍ରଭୁ ବାରମ୍ବାର ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିଲା ପରେ ମୋର କୌଣସି ଉତ୍ତର ପାଇ ଶାନ୍ତି ମୂର୍ତ୍ତ ବା ଶାନ୍ତି ଯୁକ୍ତ ଉତ୍ତର ପାଇଲି ନାହିଁ। ଯେତେବେଳେ ଏତିକି କହି ନାରଦ ମହାମୁନି ନିଜକୁ ଲଜ୍ଜିତ ମନେ କରି ତଳକୁ ନତମସ୍ତକ ହୋଇଗଲେ, ସେତେବେଳେ ସ୍ୱୟଂ ନାରାୟଣ କହିଲେ, ନାହଂ ଦିଶାଣି ବୈକୁଣ୍ଠେ, ନା ମୁଁ ସ୍ୱର୍ଗରେ ଅଛି, ନା ମୁଁ ମର୍ତ୍ତ୍ୟରେ ଅଛି, ନା ମୁଁ ପାତାଳରେ ଅଛି, ନା ମୁଁ ବୈକୁଣ୍ଠରେ ଅଛି। ନାହଂ ଦିଶାଣି ବୈକୁଣ୍ଠେ ଯୋଗୀ ଜ୍ଞାନ ଭୁଲାଏ ନାଥ, ନା ମୁଁ ବୈକୁଣ୍ଠରେ ଅଛି, ନା ଯୋଗୀ ଋଷି ମାନ ମୁନି ମାନଙ୍କର ମଧ୍ୟରେ ମୁଁ ଅଛି, ମୁଁ କୋଉଠି ନାହିଁ। ନାହଂ ଦିଶାଣି ବୈକୁଣ୍ଠେ योगिनं हृदयेन मद्भक्त्या यत्र गायन्ति तत्र तिष्ठामि नारद। हे नारद महामुनि, ଯିଏ ମୋର ଭାବ ଭକ୍ତିରେ ମତେ ସ୍ମରଣ କରିଥାଏ, ମୁଁ ତା ପାଖରେ ଅଛି। ନାରଦ ମହାମୁନି କହିଲେ, ହେ ସ୍ୱୟଂ ନାରାୟଣ ଅନ୍ତର୍ଯ୍ୟାମୀ ଜଗତ ପିତା, ଏ ତ୍ରିଲୋକରେ ଏମିତି କେହି ନାହିଁ ଯେ ମୋ ପରି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏକ କରି ଆପଣଙ୍କର ନାରାୟଣ ନାମକୁ ଜପ କରିଥାଏ। ଏମିତି ମୋ ଠାରୁ କିଏ ଯେ ଅଛି, ଅହୋରାତ୍ର ଅହୋପକ୍ଷ ଅହୋମୁହୂର୍ତ୍ତ, ଯିଏକି ମୁଁ ଆପଣଙ୍କ ନାମ ଜପ କରି ନାହିଁ, ଆପଣଙ୍କ ନାମ ଗୁଣଗାନ କରି ନାହିଁ, ବିନାନାଦ କରି ନାହିଁ। ତେଣୁ ମୋ ଠାରୁ ଏତେ ପରମ ଭକ୍ତ କିଏ ହେଇଗଲା ଯେ ମୁଁ ଆପଣଙ୍କ ପ୍ରିୟ ଭକ୍ତ ହୋଇପାରିଲି ନାହିଁ? ଯେତେବେଳେ ଏତିକି କହିସାରିଛନ୍ତି ନାରଦ ମହାମୁନି, ସ୍ୱୟଂ ନାରାୟଣ ଆଉ ଥରେ ଦେଲେ। ନାରଦ ମହାମୁନିଙ୍କର ଉତ୍ତର ଦେଲେ ଯେ ନାହଂ ଦିଶାଣି ବୈକୁଣ୍ଠେ ଯୋଗିନା ମଦ୍ଭକ୍ତ୍ୟା ପ୍ରଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଯଦି ମତେ କିଏ ନିଜକୁ ଏ ସଂସାରରେ ମନ ପ୍ରାଣ ଅର୍ପଣ କରିଦେଇଥାଏ, ମୁଁ ସେଠିରେ କାହିଁକି ନା ଯେତେବେଳେ ଆମେ କୌଣସି ଦେବ ମନ୍ଦିରକୁ ଯାଉଛେ କି ଦେବତା ସ୍ଥାନକୁ ଯାଉଛେ, ଆମେ କେତେ କଣ ମନାସିକି ଆସୁଛେ ଯେ ମୁଁ ପ୍ରଭୁଙ୍କ ପାଖକୁ ଯିବି, ମୋର କିଛି ମନର ଅଭିଳାଷ ପୂର୍ଣ୍ଣ କରିବା ପାଇଁ। ଯେତେବେଳେ ଅଭିଳାଷ ପୂର୍ଣ୍ଣ କରିବା ପାଇଁ ମନ୍ଦିରକୁ ଆମେ ବାହାରିଛେ, ମନ ଭିତରେ କେତେ ଆଶା
ଲାଳସା ଅଭିଳାଷ ପୂର୍ଣ୍ଣ ପାଇଁ ଆସୁଛେ, ମନ ନେଇ ଆସିଲେ ନାହିଁ, ଭକ୍ତି ଭାବରେ ଆମେ ଆସିଲେ ନାହିଁ। ମନ୍ଦିରକୁ ଯିବା, ଦୀପ ଟିକେ ଜଳେଇଦେବା, ଭୋଗ ଟିକେ ଲଗେଇଦେବା, ଧୂପ ଟିକେ ଲଗେଇଦେବା, କେତେ କଣ ମନ ଆସିଯିବା। ପ୍ରଭୁ ଆପଣଙ୍କ ପାଖରେ ଦୀପ ଟିକେ ଜାଳିବି, ମୋ ପୁଅଟେ ଚାକିରି ଟିକେ ହେଇଯାଉ, ପ୍ରଭୁ ମୋ ଝିଅର ଭଲ ଜାଗାରେ ବାହାଘର ଟିକେ ହେଇଯାଉ, ପ୍ରଭୁ ମୋ ସଂସାର ଟିକେ ଭଲରେ ଚାଲୁ, ପଇସା ପତ୍ର ଅଭାବ ରହୁଛି, ଅର୍ଥର ଅଭାବ ରହୁଛି, ପ୍ରଭୁ ମତେ କେମିତି ଟିକେ ଉନ୍ନତି କରିଦିଅନ୍ତୁ ସଂସାରରେ। କିନ୍ତୁ ଏ ଯୋଉ ଲାଳସାପୂର୍ଣ୍ଣ ଭାବ, ଏ ଭାବଟି କେବଳ ଆସିଥାଏ କାହିଁକି ନା ନିଜର ମନର ଆଳସ୍ୟ ପୂର୍ଣ୍ଣ କରିବା ପାଇଁ। ପୁନରପି ଜନନଂ ପୁନରପି ମରଣଂ ପୁନରପି ଜନନୀ ଜଠରେ ଶୟନ। ଯେତେବେଳେ ସେଇ ମଣିଷଟିଏ ଦେବତାଙ୍କ ମନ୍ଦିରକୁ ଆସିଥାଏ, ଦେବତା ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଇଥାଏ, କେତେ ଭାବ ନେଇ ଯାଇଥାଏ, ମୋର ମାନସିକ ପୂର୍ଣ୍ଣ ହେଇଗଲେ ମୁଁ ପ୍ରଭୁଙ୍କ ପାଖରେ ଏଇ ଜିନିଷ ଦ୍ରବ୍ୟ ଅର୍ପଣ କରିବି। ସେଇ ମଣିଷ କିଏ ଦେଖନ୍ତୁ, ଯେତେବେଳେ ଦେବତାଙ୍କ ମନ୍ଦିରରେ ଦର୍ଶନ କରି ସାରିଲା ପରେ ଦୀପଟିଏ ଧୂପଟିଏ ଭୋଗଟିଏ ଲଗେଇ ସାରିଲା ପରେ ଯେତେବେଳେ ସେ ଦୁଇ ପାଦ ନେଇ ଘରକୁ ମନ୍ଦିରର ବାହାରକୁ ଆସିଥାଏ, ସେତେବେଳେ ତାର ଘର କଥା ଟିକେ ମନେ ପଡିଯାଏ। ଯେତେବେଳେ ଆଉ ଗୋଟେ କୌଣସି ଭକ୍ତଟି ଆସିଥାଏ, ଟିକେ ରହିଯା, ସାଙ୍ଗ ହେଇକି ଯିବା, ମନ୍ଦିର ଆସିଛେ ଟିକେ ଦେବତାଙ୍କ ପାଖରେ ବସିବା, ଠାକୁରଙ୍କ ନାମ ଜପ ଟିକେ କରିବା, କୀର୍ତ୍ତନ ଟିକେ କରିବା। କିନ୍ତୁ ସେତେବେଳେ ସେ କହିଥାଏ କଣ, ମୋର ବହୁତ କାମ ଅଛି, ମତେ ସମୟ ନାହିଁ, ମୁଁ ଘରକୁ ଯାଉଛି। ସେଇ ଲୋକଟେ 2 ମିନିଟ ପୂର୍ବରୁ ଏଇ ଦୁଇ ପାଦରେ ମନ୍ଦିର ପ୍ରବେଶ କଲା ପରେ ନିଜର କେତେ ମାନସିକ ଏଇ ମନରେ ଆସିଥାଏ, ଭୋଗ ଟିକେ ଧୂପ ଟିକେ ଦେଇ ଦେଇଥାଏ। ସେଇ ମଣିଷ ଯାବତ୍ ପୀତ ପାର୍ଶ୍ୱ ତାବତ୍ ନିଜ ପରିବାର ରକ୍ତଃ। ଯେତେବେଳେ ଘରର ମଣିଷଟିଏ ମୋର ଯଦି ରୋଜଗାର ଅର୍ଥ ଉପାର୍ଜନ କରୁଥାଏ, ସେତେବେଳେ ତାର ସ୍ତ୍ରୀଟେ କହୁଥିବ ମୋ ସ୍ୱାମୀ ଭଳି ସ୍ୱାମୀଟେ ନାହିଁ, ପିଲାମାନେ କହୁଥିବେ ମୋ ବାପାଙ୍କ ଭଳି ବାପା ନାହିଁ। କାହିଁକି ନା ଯାବତ୍ ପୀତ ପାର୍ଶ୍ୱ